ଆଉ ଇମାନେ ପ୍ରତ୍ୟେକ ବର୍ଷ ଉତିରସନ୍। ଆଉ ଇ ବର୍ଷ ବି ହେନ୍ତା ଉତରିଛନ୍। ଲେକିନ୍ ଇ ବର୍ଷ ଦେଖବାର୍ କେ ଆମର୍ କ୍ୟାମେରାରେ କଏଦ ହେଇଛେ ଯେନ୍ଟା ଭିଜୁଆଲ୍ ଦେଖିପାରୁଥିବେ 40 ରୁ 42 ପଟ ହାତୀ ଅଛନ୍ ମାଇ ଛୁଆନୁ ନେଇକରି। ଆଉ ଯେନ୍ ଜାଗାକେ ଗଲେ ପୁରା ମାଡ଼ି ଦଲିକରି ଚକଟି ଦଉଛନ୍। ପୁରା ରାସ୍ତା ବାଟ୍ ଘାଟ ପୁରା ଧାନଡୁଲି ସବୁ ସମାନ ହେଇଯାଉଛେ। ଚାଷୀମାନଙ୍କର ବହୁତ କ୍ଷତି ହଉଛେ। ପୁରା ଖରି ମାନେ ଧାନ ଖରି ମାନେ ଯେନ୍ ଗଦେଇଛନ୍ କ୍ଷେତ ମାନକେ ସବୁ ମାଡ଼ି ଦଲିକରି ଇଏ କରି ଦଉଛନ୍। ଚାଷୀମାନେ ମୁଣ୍ଡେ ହାତ ଦଉଛନ୍। ଇଟା ହଉଛେ ଆମର୍ ବରଗଡ଼ ଡିଷ୍ଟ୍ରିକ୍ଟ ସହେଲା ବ୍ଲକ ଏଣ୍ଡ ପଦମପୁର ବ୍ଲକ ମିଶାଗୁଲା ଅଛେ। ଆପଣ ମାନେ ଯଦି ବି ଆସିବେ ଆମର୍ ଇ ରୋଡ୍ କେ ମାନେ ବହୁତ ସତର୍କ ସେ ଆନା ଯାନା କରୁନ୍। ଆଉ କେନ୍ ରୋଡ୍ ରୁ କେନ୍ ରୋଡ୍ କେ ଯେ ମୁଇଁ ଆପଣ ମାନକେ ବତେଇଦେମି। ବର୍ତ୍ତମାନ ଇହାଦେ ଆମର୍ ଦେଖବାର୍ କେ ମିଲିଛେ ଆଜିରର ଘଟଣା ନଭେମ୍ବର 27 ତାରିଖର ଆମର୍ ଜ୍ଞାନ ଯେନ୍ଟା କି ବୁଢୀମାଲ ଟାଲ୍ ଦୀପ୍ତିପୁର ନିକଟରେ ଯୋଉ ଗାଁ ଅଛି ଜ୍ଞାନ, ସେ ଗାଁରେ ଦେଖବାର୍ କେ ମିଲିଛେ ହାତୀ ଗୁଟେ ଘରକୁ ପୁରା ମାନେ ଚାରି କିନ୍ଦରୁ ଘେରେ ଦେଇକିରି ତାହାକୁ ଇଏ କରିଦେଇଥିଲେ। ଆଉ ବଣପଶୁ ବିଭାଗରୁ ଆସିକିରି 6 ଗାଡ଼ି ମାନେ 6 ଟିମ୍ ସେମାନେ ତାଙ୍କୁ ଉଦ୍ଧାର କଲେ। ଆଉ ସେମାନକେ ମାନେ ବଞ୍ଚେଇକି ରଖିଲେ। ତ ଏଇଟା ଦେଖିପାରୁଥିବେ ଆମର ହାତୀ ମାନେ କେନ୍ତା କରୁଛନ୍ ଏଇ ରାସ୍ତାରେ। ଆପଣ ମାନେ ଯଦି ଆସୁଛନ୍ ଜୀବନ ଉପରେ ବହୁତ ଖତରା ଅଛେ। ଆଉ ଆମର ଯୋଉ ଗାଁ ମାନେ ରହିଛେ ସବୁ ଗାଁରେ ତ ସନ୍ଧ୍ୟା ଟାଇମରେ ଚକିଦାର ଡାକି ଦେଇଛେ। ଆଉ ସନ୍ଧ୍ୟା ହେଲେ କିଏ ବି ନାଇଁ ବାହାରବାର କେନ୍ସି ଆଡେ। ଆଉ ଦୁଇରାତ ହେଲାନ ଲାଇନ୍ କାଟୁଛନ୍ ପୁରା ଯେନ୍ତା କି ଯଦି ବି ପାଖେ ପାଖେ ଇଲେକ୍ଟ୍ରିକ ଖମ୍ ମାନେ ଅଛେ ଯଦି ହାତୀ ଧରେ ହେବେ ବୋଲେ ମରିଯିବେ ବୋଲିକରି ଲାଇନ୍ ଟା କଟା ରହୁଛେ 2 ଦିନ ହେଲାନ। ଛୋଟ ଛୋଟ ଛୁଆ ମାନେ ହାତୀ ଛୁଆ ମାନେ ବି ଅଛନ୍। ଆଉ ଯେନ୍ ଜାଗାକେ ପହଞ୍ଚିଲେ ପୁରା ମାଡ଼ି ଦଲି ଦଉଛନ୍। ପୁରା ସହେଲା ରୋଡରେ ଯଦି କେନ୍ସି ବାଇକ୍ ମୋଟର ସାଇକେଲରେ ଯଦି ଆଉଛନ୍ କି ସାଇକେଲରେ ଆଉଛନ୍ କି 4 ହ୍ୱିଲର ବି ଆଉଛନ୍ ଆପଣ ମାନେ ସତର୍କ ସେ ଆସୁନ୍। ସହେଲା ରୋଡରେ ଯେନ୍ଟା କି ଅଛେ ଆମର୍ ଆମେ ଯଦି ହିସାବ କର୍ମା ସହେଲାନୁ ପଦମପୁର ରୋଡ କେ ତ ଆମର ମଝାମୁଝି ଅଛେ ଘେଁସପେଟୁପାଲି କୁଚିପାଲି ସନିମାଲ ସାଲେପାଲି ଜାମପାଲି ବାଟତେରମା ବରପଦର କେଲେଣ୍ଡା ମେଲଛାମୁଣ୍ଡା ଦୀପ୍ତିପୁର ଏଇ ରୋଡରେ ଯଦି ଆପଣ ମାନେ ଆସିବେ ବୋଲେ ପୁରା ଦେଖିକିରି ସତର୍କ ହେଇକରି ଯିବେ। ନହେଲେ ଜୀବନ ପ୍ରତି ବହୁତ ଇଏ ଅଛେ। ଆଉ ଆମର ଇଆଡେ ଆଗକେ ରହିଛେ ଯେନ୍ଟା କି ଦୁବଲା ବାହାଲ ସିଆଡେ ବି ପୁରା ହାତୀର ଚଲାପଥ ଆପଣ ମାନେ ଦେଖିପାରିଥିବେ ଯେ ରୁଡେ ପୁରା ସରକାର ବି ଲିଖି ଦେଇଛନ୍ ଯେ ହାତୀ ଚଲା ପଥ ବୋଲି। ଆଉ ଯଦି ଆମେ ଏଇଟା ଆମର ଭାଇ ମାନେ ଯେନ୍ ମାନେ କି ଆମର ଆଖର ପାଖର ଗାଁ ମାନେ ଯେନ୍ ମାନେ କି ହାତୀର ଆକ୍ରାନ୍ତ ହେଇକରି ଭୁଗୁଛନ୍ ସେ ଭାଇ ମାନେ ଯଦି ଭିଡିଓ ଦେଖୁଛନ୍ ନିଶ୍ଚୟ ସେୟାର କରିବେ ଯେନ୍ତା କି ସମସ୍ତେ ଜାଣିପାରିବେ। ଅଜଣା ବ୍ୟକ୍ତି ଯଦି ଏଇ ରୁଡେ ଯଦି ଆସିବେ ଯଦି ସେମାନଙ୍କର ଜୀବନ ଉପରେ କିଛି ନ ହବ ବୋଲି ମୋର ଭାବନା। ତ ଠିକ୍ ଅଛେ ଇହାଦେ ଆମର ବିଜେପୁର ରୋଡରୁ ଆମେ ହିସାବ କର୍ମା ବିଜେପୁର ରୋଡରୁ ଯେନ୍ଟା କି ପୁଞ୍ଜି ପଥର ରହିଛେ ପୁଞ୍ଜି ପଥରରୁ ଆମେ ଯଦି ଗଲା ଗୁଦେରପାଲିରୁ ଆମର କୁଣ୍ଡାଖାଇ ଛକ ରୁ ଆମର ତେଲମହୁଲ ଯେନ୍ଟା କି ରାଇଟ ସାଇଡ କେ ରହିଯାଉଛେ ବେଲମୁଡା ଭିତରେ ଅନ୍ୟାନ୍ୟ ଗାଁ ମାନେ ଅଛେ। ସେ ଗାଁ ମାନେ ବି ହାତୀର ଲାଗି ବହୁତ ହଲଚଲ ହଉଛନ୍। ପୁରା ବହୁତ ଗୁଡାଏ ଗାଁ ଅଛେ ବେଲମୁଡା ଭିତରେ। ଆଉ ଆମର ଇଆଡେ ସିଧା ଆମେ ପଲାମା ବେଲେ ତେଲମହୁଲ ନୁ ଆମର ରହେଲା କି ବୁଢୀମାଲ ଜ୍ଞାନ ଟାଲ ଝୁନଗାପାଲି ଏଇ ଗାଁ ମାନକେ ବହୁତ ହାତୀର ଆକ୍ରାନ୍ତ। ଏଇ ରୁଡେ ଯଦି ଆପଣ ମାନେ ଯିବେ ବେଲେ ବହୁତ ସତର୍କ ସେ ଯାଉନ୍। ଆଉ ଇହାଦେ ବର୍ତ୍ତମାନ 2 ଦିନ ହେଲା 2 ରାତ ହେଲା ଲାଇନ ଟା କଟା ରହୁଛେ ଘେଁସ ଗ୍ରିଡ ଆଉ ଆମର ମେଲଛାମୁଡା ଗ୍ରିଡ୍ ଯେନ୍ ବି ଆମର ଇଲେକ୍ଟ୍ରିର ଆଜ୍ଞା ମାନେ ଅଛନ୍ ସେମାନେ ଗାଁ ଗାଁ ଚକିଦାର ମାନକେ ଇନଫରମେସନ ଦେଇଛନ୍। ସେ ଡାକି ଦେଇଛନ୍ ଯେ ସବୁ ଗାଁରେ ଲାଇନ କଟୁଛେ ଆପଣ ମାନେ ଜାନିଥିବେ ବି। ଆଉ ଏଇଟା ଆମର ପାଖର ଭାଇ ମାନଙ୍କର ଲାଗି ଫୁଲ ସଚେତନ ହେବାର ଜରୁରୀ ଏ। ଆଉ ସନ୍ଧ୍ୟା ବେଲ ବୁଲଲେ ଛୁଆ ପୁତା ବବା ବଡି ଯେତେ ବି ଅଛନ୍ ମାନେ ବାହାରକେ ଭଟାନୁ ଯେନ୍ ମାନେ ବି ଆସିବେ ବଢେପୁର ଫେରି ଆସିବେ ହାତୀର ଆକ୍ରାନ୍ତ ଠାନୁ ଆମେ ବଞ୍ଚିକି ରହମା। ଆଉ ଦେଖିପାରୁଥିବେ ମାନେ ଧାନ ଚଉଲ ତ ସବୁ ଯାହା ନଷ୍କାନ ହଉଛେ ଜୀବନ ଯଦି ଗଲା ବଲେ ବହୁତ ପୁରା ବାଧିକର। ଆଉ ଇ ହାତୀ କେନ୍ତା କରି ମାନେ ଯଦି ବି ବନପଶୁ ବିଭାଗ ଯଦି ବି ମାନେ ସଚେତନ ନାଇଁ ହେବାରତେ ଲାଗିଆ ମାନେ ନାଇଁ ଜାଣବାରତେ ତାଙ୍କୁ ଖବର କରିକିରି ଏଇଟା ପହଞ୍ଚେଇକରି ତାଙ୍କୁ ଖେଦବାର ମାନେ କରାଯାଉ। ଆଉ ଦେଖିପାରୁଥିବେ ପୁରା ଧାନ ଖରି ମାନେ କେତେ ନଷ୍କାନ ହଉଛେ ପୁରା ସବୁ। ଆଉ ଆମର ଏଇ ହାତୀ ମାନେ ସିଦ୍ରା ବିରଜାମ ବଣେଇପାଲି ଘେଁସ ଏଇଟା ଆମର ଯେତେ ବି ଗାଁ ରହିଛେ ଆମର ବୈଦେଶପାଲି ବାମନୀ ପଠାର ଡୁମେରପାଲି ବାଲିପଟା ଆମର କମଲ ପଦର ଇ ଗାଁ ମାନକେ ମାନେ ହଲଚଲ କରି ଦଉଛନ୍। ପୁରା ଯେନ୍ଟା କି ପୁରା ସନ୍ଧ୍ୟା ହେଲେ ଲୋକ ପୁରା ଡରି ଯାଉଛନ୍ ପୁରା କେନ୍ତେ ରହମୁ ବୋଲି। ବେଲମୁଡା ବାନ୍ଦେନ ବାହାଲ ପର୍ରିପାନ ଅନ୍ୟାନ୍ୟ ଯେତେ ବି ଗାଁ ଅଛନ୍ ମାନେ ସବୁ ଯେତେ ବି ଗାଁ ଧରଲି ଇ ସବୁ ଗାଁ ରେ ମାନେ ଆଜ୍ଞା ମାନେ ଭାଇ ମାନେ ପୁରା ସମସ୍ତେ ମାନେ ଡରି ଯାଉଛନ୍ ପୁରା। ଆଉ ପଟେ ଅଧେ ହାତୀ ନେସେ ମାଇ ଛୁଆନୁ ତାଙ୍କର 40 42 ପଟ ହାତୀ ରହିଛେ ଯେନ୍ ଏରିଆ ଗଲେ ପୁରା ମାଲି ଦଲି ଚକଟି ଦଉଛନ୍ ପୁରା ଦେଖିପାରୁଥିବେ। ଆମର କ୍ୟାମେରାରେ କଏଦ ହେଇଛେ ଭିଜୁଆଲ ପୁରା।
ଆପଣ ମାନେ ଯେନ୍ କହିଲି ଯେନ୍ ଯେନ୍ ଗାଁର ବି ଭାଇମାନେ ରହିଛନ୍ ଯଦି ଭିଡ଼ିଓ ଯଦି ବି ଉଠଉଛନ୍ ବେଲେ ଆମକେ ପଠାବାର୍କେ ଚେଷ୍ଟା କରୁନ୍ ଯେନ୍ତା କି ଆମେ ସୂଚନା ଦେମା ଆଉ ସମସ୍ତେ ସୁରକ୍ଷିତ ରହିବେ। ଆଉ ଇ ହାତୀଟା ତାର ମାନେ ଯଦି ଯେନ୍କେ ପହଞ୍ଚିଲେ ମାନେ ଜୀବନ ଯିବାର ଉପରେ ଅଛେ ଯେନ୍ଟା କି ଜାଣିପାରିଥିବେ ଗାଁରେ ଆଜି ବର୍ତ୍ତମାନ ଆଜିର ଡେଟ୍ରେ ପୁରା ଗୋଟେ ଘରକେ ପୁରା ଘେରେଇ ଦେଇଥିଲେ ବଣ ପଶୁ ବିଭାଗ ବାଲେ ଆସିକିରି ତାଙ୍କୁ ଉଦ୍ଧାର କରିଛନ୍। ଆଉ ସେ ଯେନ୍ ଜାଗାକେ ପହଞ୍ଚୁଛନ୍ ପୁରା ବହୁତ ପୁରା ଡେଞ୍ଜର ହେଇଯାଉଛେ ପୁରା ମାନେ ଦେଖିପାରୁଥିବେ ଧାନ ମାନେ ଏତକି ନଷ୍କାନ ହଉଛେ ପୁରା ଗୋଟେ ଏରିଆ ପୁରା ଟୋଟାଲ ପୁରା ଏତ୍କି ଯଦି ମାରିଲେ ମାନେ କାଣା ହେବା ଦେଖୁନ୍ ଭାବୁନ୍। ତ ଇଟା ରହିଥିଲା ଆମର ରଞ୍ଜନ କୁମାର ୟୁଟ୍ୟୁବ୍ ଚ୍ୟାନେଲରୁ ମୁଇଁ ଆପଣମାନକେ ସୂଚନା ଦଉଥିଲି। ଆଉ ଯଦି ମାନେ କିଛି ଜାଣିବାର୍କେ ଚାହୁଁଛନ୍ ବେଲେ ଆମର୍ ସାଙ୍ଗେ ବନିକି ରହୁନ୍ ଆମେ ଆଉ କିଛିଟା ଭିଡ଼ିଓ ନେଇକରି ଆସ୍ମୁ। ଯଦି ଆମରି ଭିତରେ ଯଦି କିଛି ଆକ୍ରାନ୍ତ ହେଲା ବେଲେ ଆପଣମାନେ ବହୁତ ସତର୍କ ଭାବେ ରହୁନ୍। ସନ୍ଧ୍ୟା ଟାଇମ୍ରେ ଘରୁ କାହିଁ ନାଇଁ ବାହାରୁନ୍। ମା ଭଉଣୀ ଭାଇ ଆଜ୍ଞା ମାନେ ଯାହା ବି ଅଛନ୍ ବେଲ୍ ବୁଡୁନ୍ ସାର୍ ଭଟା ଆଡ଼ୁ ପଲେଇ ଆସୁନ୍। ଆଉ ପୁରା ସୁରକ୍ଷିତ ଭାବରେ ରହୁନ୍। ସେମାନେ ଯେକୌଣସି ମୁହୂର୍ତ୍ତ ବି ଯେନ୍ ଗାଁକେ ପହଞ୍ଚିକିରି କିଛି ବି କରିପାରନ୍ ଆମର ପାଖର ଗାଁକେ। ଏଇଟା ଥିଲା ଆମର ବରଗଡ଼ ଡିଷ୍ଟ୍ରିକ୍ଟର ସହେଲା ବ୍ଲକ ଆଣ୍ଡ ପଦମପୁର ବ୍ଲକର ମଝିର ଘଟଣା ଥିଲା। ଭିଜୁଆଲ ପୁରା ଦେଖିପାରୁଥିବେ କ୍ୟାମେରାରେ କଏଦ ହେଇଛେ ପୁରା ଯେନ୍ଟା କି ଆପଣ ମାନଙ୍କର ଲାଗି ପୁରା ବହୁତ ଭାବେ ଆଉ ଯେନ୍ ଆଜ୍ଞା ମାନେ ବି ଯଦି କ୍ଷେତ ମାନକେ ଧାନ ଖରି ଖୁରା ରଖିଛନ୍ ଦିନ ବେଲିଆ ଯାଇକରି ତାକେ ଉଠେଇକରି ଆଣବାର ଚେଷ୍ଟା କରୁନ୍ ନେହେଲେ ଆଉ କ୍ଷତି ହେବାର ଚାନ୍ସ ଅଛେ। ଯେନ୍ଟା କି ଆମର ତେଲମହୁଲରେ ଅଛନ୍ ଗନ୍ତିଆ ଆଜ୍ଞା ଜମିଦାର ଆଜ୍ଞା ତାଙ୍କର ବହୁତ ନସ୍କାନ ହେଇଛେ ଆମକୁ କିଛି ସୂଚନା ମିଳିଛେ। ଆଉ ବର୍ତ୍ତମାନ ଇହାଦେର ଟାଇମ୍ ଇହାଦେର ଡେଟ୍ରେ ବର୍ତ୍ତମାନ ହାତୀ ଅଛନ୍ ବୋଲି ଜଣା ପଡ଼ୁଛନ୍ ଯେ ଆମର ଦୀପ୍ତିପୁର ଝୁଣକାପଲ୍ଲୀ ସାଇଡ଼ରେ ଆଉ ସେମାନେ ଧୀରେ ଧୀରେ କରି ରାସ୍ତାଟା ତାଙ୍କର କେନ୍ ଆଡ଼େ ଯିବେ କାରଣ ସେମାନେ କ୍ରସିଂ ଚାଲିଛେ ସେ ଯେନ୍ ଆଡ଼େ ବି ଯେତେବେଲେ ଯାଇପାରନ୍ ଯେନ୍ ଆଡ଼ୁ ବେଶୀ ଲୋକ ଯଦି ସିଆଡ଼େ ହୁରକାଲେ ତ ସିଆଡ଼େ ପଲଉଛନ୍ ସିଆଡ଼େ ହୁରକାଲେ ତ ସିଆଡ଼େ ପଲଉଛନ୍। ତ ଦେଖିପାରିଥିବେ ଆପଣମାନେ ଆଉ ଯେନ୍ ଭାଇମାନେ ବି ଆମର ଏଇ ପାଖର ଗାଁର ଭାଇମାନେ ଦେଖୁଛନ୍ ମୁଇଁ ଯେନ୍ ଗାଁ ମାନେ କହିଲି ତ ଭାଇମାନେ ଆମକେ ଭିଡ଼ିଓ ପଠାବାର ଚେଷ୍ଟା କରୁନ୍ ମୁଇଁ ଡିସ୍କ୍ରିପ୍ସନରେ ମୁଇଁ ମୋର ଫୋନ୍ ନମ୍ବରଟା ଦେଇଦେଇଛେ ହ୍ୱାଟ୍ସଆପ୍ ନମ୍ବରଟା ତ ଭିଡ଼ିଓ ପଠାଇ ପାରିବେ। ତ ଠିକ୍ ଅଛି ଆଜ୍ଞା ମାନେ ରହିଲି ଜୁହାର ବହୁତ ସୁରକ୍ଷିତ ହିସାବରେ କିଛି ନାହିଁ ଚୁପଚାପ ଥ ଯିବେ ତାକର ବେଶୀ ହେବେ। ଯାଇକି ତା ଏଇ ଫୋନ